ରୋମୀ 11 ପର୍ବ। ତେବେ ମୁଁ କହେ, ଈଶ୍ୱର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ନ ହେଉ। କାରଣ ମୁଁ ମଧ୍ୟ ଅବ୍ରାହ୍ମଙ୍କ ବଂଶଜାତୀୟ ବିନ୍ୟାମିନ୍ ଗୋଷ୍ଠୀର ଜଣେ ଇସ୍ରାଏଲ ଲୋକ। ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ପରିତ୍ୟାଗ କରିନାହାନ୍ତି। ଏଲିୟାଙ୍କ ବିବରଣରେ ଶାସ୍ତ୍ର କ'ଣ କହେ ତାହା କି ତୁମେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ୱରଙ୍କଠାରେ ନିବେଦନ କରନ୍ତି, ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମର ଯଜ୍ଞବେଦୀଗୁଡ଼ିକ ଖୋଳି ପକାଇଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି। ପୁଣି ସେମାନେ ମୋର ପ୍ରାଣ ନେବାକୁ ଖୋଜୁଅଛନ୍ତି। କିନ୍ତୁ ତାଙ୍କୁ ଈଶ୍ୱର କ'ଣ ଉତ୍ତର ଦିଅନ୍ତି? ଯେଉଁମାନେ ବାଲ୍ ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି 7,000 ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ। ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି। କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ। ନହେଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ। ତେବେ କ'ଣ? ଇସ୍ରାଏଲ ଯାହା ଖୋଜୁଅଛି ତାହା ପାଇନାହିଁ। କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ। ଯେପରି ଲେଖା ଅଛି, ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି ଯେପରି ସେମାନେ ଦେଖିବେ ନାହିଁ, ଏପରି କର୍ଣ୍ଣ ଦେଇଅଛନ୍ତି ଯେପରି ସେମାନେ ଶୁଣିବେ ନାହିଁ। ପୁଣି ଦାଉଦ କହନ୍ତି, ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ। ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ରୂପ ହେଉ, ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ। ତେବେ ମୁଁ କହେ, ସେମାନେ କ'ଣ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ନ ହେଉ। ବରଂ ସେମାନଙ୍କୁ ଉଦ୍ଯୋଗୀ କରିବା ନିମନ୍ତେ ସେମାନଙ୍କର ପତନ ଦ୍ୱାରା ବିଜାତିମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି। ଯଦି ସେମାନଙ୍କର ପତନ ଜଗତର ଧନସ୍ୱରୂପ, ଆଉ ସେମାନଙ୍କର ହ୍ରାସ ବିଜାତିମାନଙ୍କର ଧନସ୍ୱରୂପ ହୋଇଅଛି, ତାହେଲେ ସେମାନଙ୍କର ଉନ୍ନତ ଆହୁରି କେତେ ଅଧିକ ଧନସ୍ୱରୂପ ନ ହେବ? କିନ୍ତୁ ବିଜାତି ଯେ ତୁମେମାନେ, ତୁମମାନଙ୍କୁ ମୁଁ କହୁଅଛି, ମୁଁ ବିଜାତିମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋ ସେବକ ପଦର ଗୌରବ କରୁଅଛି। ଯେପରି କୌଣସି ପ୍ରକାରେ ମୋର ସ୍ୱଜାତିମାନଙ୍କୁ ଉଦ୍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ। କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ୱାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କର ଗ୍ରହଣ ଦ୍ୱାରା କ'ଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ? ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହେଲେ ସମସ୍ତ ପୀଠଉ ମଧ୍ୟ ପବିତ୍ର। ପୁଣି ଯଦି ମୂଳ ପବିତ୍ର, ତେବେ ଶାଖା ସବୁ ମଧ୍ୟ ପବିତ୍ର। କିନ୍ତୁ ଯଦି କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜିତବୃକ୍ଷର ଶାଖା ହେଲେ ହେଁ ସେହିସବୁ ମଧ୍ୟରେ କଲମ କରାଗଲ, ପୁଣି ସେମାନଙ୍କ ସହିତ ଜିତବୃକ୍ଷ ମୂଳର ରସର ଅଂଶୀ ହେଲ, ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ। କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ। ତେବେ ତୁମେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥିନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି। ଭଲ କଥା, ସେମାନଙ୍କ ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତ ମନା ହୁଅ ନାହିଁ, କିନ୍ତୁ ଭୟ କର। କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମକୁ ମଧ୍ୟ ଛାଡ଼ିବେ ନାହିଁ। ଅତଏବ ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ। ଯେଉଁମାନେ ପତିତ ହେଲେ ସେମାନଙ୍କ ପ୍ରତି କଠୋରତା। କିନ୍ତୁ ତୁମେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା ନୋହିଲେ ତୁମେ ମଧ୍ୟ କଟାଯିବ। ଆଉ ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ। କାରଣ ସେମାନଙ୍କୁ ଆଉଥରେ କଲମ କରିବା ନିମନ୍ତେ ଈଶ୍ୱର ସମର୍ଥ ଅଟନ୍ତି। କାରଣ ଯାହା ସ୍ୱଭାବତଃ ବନ୍ୟ ଜିତବୃକ୍ଷ, ଯଦି ସେଥିରୁ ତୁମେ କଟାଯାଇ ଅସ୍ୱାଭାବିକ ଭାବେ ଉତ୍ତମ ଜିତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ କେତେ ଅଧିକ ଭାବେ ନିଜ ଜିତବୃକ୍ଷର କଲମ କରାଯିବେ। କାରଣ ହେ ଭାଇମାନେ, ତୁମେ ଯେପରି ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର, ଏଥିନିମନ୍ତେ ତୁମେମାନେ ଯେ ଏହି ନିଗୁଢ଼ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋର ଇଚ୍ଛା ନୁହେଁ। ଅର୍ଥାତ୍ ଯେ ପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ଆଉ ଏହି ପ୍ରକାର ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ। ଯେପରି ଲେଖା ଅଛି, ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୋବଠାରୁ ଅଧର୍ମ ଦୂର କରିବେ। ଆଉ ଯେତେବେଳେ ଆମ୍ଭେ ସେମାନଙ୍କ ପାପ ସବୁ ହରଣ କରିବା, ସେତେବେଳେ ସେ ଏହା ଆମ୍ଭ ସହିତ ଆମ୍ଭର ନିୟମ ହେବ। ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃପୁରୁଷଙ୍କ ସକାଶେ ପ୍ରିୟ ପାତ୍ର। କାରଣ ଈଶ୍ୱରଙ୍କ ଦାନ ସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
जेणु तुम्हेମାନେ ଯେପରି ପୂର୍ବେ ଈଶ୍ୱରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟାପ୍ରାପ୍ତ ହୋଇଅଛ, ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟାପ୍ରାପ୍ତ ହୁଅନ୍ତି। କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। ଆହା, ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନ ରୂପ ନିଧି କେଡ଼େ ଗଭୀର, ତାହାଙ୍କର ବିଚାର ସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କର ପଥ ସବୁ କିପରି ଅନନୁସନ୍ଦେହ। କାରଣ ପ୍ରଭୁଙ୍କର ମନ କିଏ ଜାଣିଅଛି, କିମ୍ବା ତାହାଙ୍କର ମନ୍ତ୍ରୀ କିଏ ହୋଇଅଛି? ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାଙ୍କୁ ପ୍ରତିଦାନ କରାଯିବ। ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍।